ୱେଲକମ୍ ଟୁ ସୁଶାନ୍ତ ପାଣ୍ଡେ କ୍ରିଏସନ୍। ଆଜିର ବ୍ଲଗ୍ଟି ହେଲା ଗୋକର୍ଣ୍ଣେଶ୍ୱର ମନ୍ଦିର ବୁଲିବା। ଏହି ମନ୍ଦିର ଜାରକା ପଞ୍ଚାୟତ ଠାରୁ 3 କିଲୋମିଟର ଦୂରରେ ବ୍ରାହ୍ମଣୀ ନଦୀ ତଟରେ ଅବସ୍ଥିତ। ଏହି ମନ୍ଦିରର କିଛି ପୁରୁଣା କଥା ରହିଛି। ଗୋକର୍ଣ୍ଣେଶ୍ୱର ମନ୍ଦିର କେମିତି ହେଲା ତାହା ଆପଣଙ୍କୁ କହୁଛି। ପୁରାଣ ଲୋକଙ୍କ କଥା କହିବା ଅନୁସାରେ ପାଣ୍ଡବଙ୍କ ଅଜ୍ଞାତବାସ ସମୟରେ ପିତୃ ଶ୍ରାଦ୍ଧ ପାଇଁ ଗଣ୍ଡା ମାଂସ ଖୋଜିବାକୁ ଯାଇଥିଲେ ଅର୍ଜୁନ ଏବଂ ଜଙ୍ଗଲରେ ତୀର ଚଲାଇଥିଲେ। ଗଣ୍ଡା ବଦଳରେ ବଉଳା ଗାଈ ଦେହରେ ବାଜିଥିଲା ତାଙ୍କର ତୀର। ଗୋମାତାଙ୍କ କର୍ଣ୍ଣ ଛିଡ଼ି ପଡ଼ିଥିଲା। ଗୋ ହତ୍ୟା ଯୋଗୁଁ ଅର୍ଜୁନ ଅଭିଶାପ ପାଇଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଏ ପାପରୁ କେମିତି ମୁକ୍ତ ହେବି? ସେଠାରେ ଶ୍ରୀକୃଷ୍ଣ କହିଲେ, ତମେ ଶିବଙ୍କ ଗାଈ ହତ୍ୟା କରିଛ, ଶିବଙ୍କ ପାଇଁ ରୁଦ୍ରାଭିଷେକ କର। ଏହି ନଦୀ ବ୍ରାହ୍ମଣୀ ନଦୀ ଅଛି ଏଠାରେ। ଏହି ନଦୀରୁ ପାଣି ଆଣି ରୁଦ୍ରାଭିଷେକ କରିଥିଲେ। ଏହି ପୀଠରେ ପୂଜା ଅର୍ଚ୍ଚନା କରି ଅର୍ଜୁନ ଶାପମୁକ୍ତ ହେଇଥିଲେ। ଗୁରୁ କର୍ଣ୍ଣରୁ ଈଶ୍ୱର ଆବିର୍ଭୂତ ହେଇଥିବାରୁ ସେ ଦିନଠାରୁ ଗୋକର୍ଣ୍ଣେଶ୍ୱର ନାମରେ ନାମିତ ହେଲା ଏହି ମନ୍ଦିରଟି। ଦେଖନ୍ତୁ ଆଜ୍ଞା, ନନ୍ଦୀ ପ୍ରତିମା ଗୁଡ଼ିକ, ମୂର୍ତ୍ତି ଗୁଡ଼ାକ କେମିତି ଅଛି। ସାଇଡ୍ରୁ ଅଛି ବାଉଣ୍ଡ୍ରି ଦିଆହେଇଛି। ଏଇ ସେଇ ଉପରେ ଅଛନ୍ତି ସବୁ ନନ୍ଦୀ ମହାରାଜ ଗୁଡ଼ିକ। ସମସ୍ତ ଦେବାଦେବୀ ଏବଂ ପ୍ରତିମା ଗୁଡ଼ିକ ରହିଛି। ଦେଖନ୍ତୁ, ଏଟା ଅଛି ପ୍ରତିମା ଗୁଡ଼ିକ, ଦେବୀ ଏବଂ ଦେବତା ଗୁଡ଼ିକ ସମସ୍ତ ଦେବୀ ଦେବତା ଅଛନ୍ତି। ଗଣେଶ ଭଗବାନ, ଏମିତିକି ସମସ୍ତ ଭଗବାନ ଅଛନ୍ତି। ଗୋଟେ ଦେବୀ ଗୋଟିଏ ଅଛନ୍ତି। ତାପରେ ଆଗକୁ ଆସିଲେ ଏଠି ବି ନନ୍ଦୀ ମହାରାଜ ଅଛନ୍ତି। ସମସ୍ତ ବହୁତ ଗୁଡ଼ାକ ନନ୍ଦୀ ମହାରାଜ ଅଛନ୍ତି। ମାତା ପାର୍ବତୀ ଆଉ ଭୋଲେନାଥ ସବୁ ଜାଗାରେ ଅଛନ୍ତି। ଛୋଟ ଛୋଟ ପ୍ରତିମା ଗୁଡ଼ିକ ଅଛି, ମୂର୍ତ୍ତି ଗୁଡ଼ାକ ଅଛି, ବହୁତ ସାରା ଅଛି। ଏଠି ଅଛନ୍ତି, ଏଠି ଅଛନ୍ତି, ଏଠି ବହୁତ ଗୁଡ଼ାକ ମୂର୍ତ୍ତି ଗୁଡ଼ାକ ରହିଛି। ସବୁଆଡ଼େ ସବୁଆଡ଼େ ମନସ୍କାମନା ପାଇଁ ଏ ଗଛରେ ପଟି ବାନ୍ଧିଛନ୍ତି। ଦେଖନ୍ତୁ, ଏବଂ ଏଠାରେ ଗୋଟେ ମନ୍ଦିର ଏବଂ ଏଠାରେ ଭକ୍ତଗଣ ଭୋଗ ଖାଉଛନ୍ତି।
ସାଇଡ୍ରେ ପିକନିକ୍ ଚାଲିଛି। ବହୁତ ବଢ଼ିଆ ଅଛି ନା, ନିଶ୍ଚୟ ଥରେ ବୁଲି ଆସିବେ ଆଜ୍ଞା, ଭଲ ଲାଗିବ। ଭିଡ଼ିଓଟି ଯଦି ଭଲ ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ଲାଇକ୍ଟେ ଏବଂ ସବସ୍କ୍ରାଇବ୍ଟେ କରନ୍ତୁ। ଏପରିକି ଭଲ ଭଲ ଭିଡ଼ିଓ କରିବାକୁ ଆମେ ଆଗକୁ ବଢ଼ିବୁ।